ଶେଷରେ ତମେ ତାହେଲେ ଏଇଟା କେମିତି ବଦଳିବ କହ? ତା ମାନେ ମତେ କଣ ବୁଝି ନବାକୁ ହବ ଯେ ସବୁଠାରୁ ଦାମିକା ମନଟାକୁ ମୁଁ ଯାହାକୁ ଦେଇଥିଲି ସେ ଜଣେ ଦୁର୍ବଳ ମଣିଷ ଥିଲା। ତମେ ମତେ ଭୁଲି ଯାଅ ଜଗୁନି। ଦେଖ, ମତେ ଦେଖ, ତମ ପେଟରେ ଭୋକ, ମୋ ପେଟରେ ବି ଭୋକ। ଭୋକର ମାଡ଼ ଆମ ସମସ୍ତଙ୍କ ପାଇଁ ସମାନ। ଝିଅଟେ ହେଇ ମୁଁ ସହିଗଲି, ତମେ ସହିପାରିଲନି କାହିଁକି? ଆରେ ତମେ ଯୋଉ ମାଟିରୁ ଜନ୍ମ, ମୁଁ ପରା ସେଇ ମାଟିରୁ ଜନ୍ମ। ଆମେ ମରିଯିବା ବୋଲି ଆମ ମାକୁ ଆମେ ମାରିଦବା? ସେ ବ୍ରିଟିଶ ମାନଙ୍କ ହାତରେ ଆମ ମାକୁ ଆମେ ଟେକିଦବା? ତମେ ଜାଣିଛ ଜଗୁନି, ଗୋଟେ ମା ପିଲାଟିଏ ଧାରଣ କରେ, ଧର୍ମ ଗୋଟେ ଜାତିକୁ ଧାରଣ କରେ। ହେଲେ ତମେ ତମେ କେମିତି ତମ ଧର୍ମକୁ ବଦଳେଇ ଦେଲ? ଆରେ ମୁଁ ତ କହିବି ଧିକ୍ ତମକୁ, ଧିକ୍ ତମ ମଣିଷ ପଣିଆକୁ, ସତ ଧିକ୍ ତମ ପୁରୁଷ ପଣିଆକୁ, ସତ ଧିକ୍। ନମସ୍କାର, ମୁଁ ରୀତା। ମୁଁ ଯାତ୍ରା ଇନ୍ଦ୍ରଭୁବନରେ କାମ କରୁଛି। ନଅଙ୍କ ଦୁର୍ଭିକ୍ଷରେ ମୋର ଗୋଟେ ଚରିତ୍ର ଅଛି ସେମିତି। ହଁ, ସେଇଟା ସତ ଘଟଣା। ସେଇଟା 1866 ମସିହା ଘଟଣା। ସେଇଟା ତ ଆମେ ନୁହଁ, ଆମ ଜେଜେବାପା, ତାଙ୍କ ଜେଜେବାପା, ତାଙ୍କ ଜେଜେବାପା, ତାଙ୍କ ଅମଳରେ ସେମାନେ ନଅଙ୍କ ଦୁର୍ଭିକ୍ଷ କଣ ଦେଖିଛନ୍ତି। ସେଇଟା ଗୋଟେ ମାନେ ଇତିହାସ ହେଇକି ରହିଯାଇଛି। ସେଇ ନଅଙ୍କ ଦୁର୍ଭିକ୍ଷ ସେତେବେଳେ କଣ ଘଟିଥିଲା? ସେତେବେଳେ ଲୋକ ଖାଇବାକୁ ପାଉନଥିଲେ। ଏମିତିକି ମଣିଷ ମାନେ ନ ଖାଇବାକୁ ପାଇକି ମଣିଷ ମାଂସ ବି ଖାଇଯାଉଥିଲେ। ମଣିଷ ମାଂସ ଖାଇଦଉଥିଲେ। କିଏ ପତ୍ର ଖାଇକି ବଞ୍ଚୁଥିଲା, ପଚା ହାତ, ପଚା ମାଂସ ଖାଇକି ବଞ୍ଚୁଥିଲେ। ନଅଙ୍କ ଦୁର୍ଭିକ୍ଷ ସେତେବେଳେ ଯୋଉ ପଡ଼ିଥିଲା ସେଇଟା ସେମାନେ ଅନୁଭବ କରିଥିଲେ। ସେଇଟାକୁ ଆମେ ଯାତ୍ରା ମାଧ୍ୟମରେ ସେଇଟା ଦର୍ଶକ ମାନଙ୍କୁ ମାନେ ଦେଖଉଛୁ। ସେଇଟା ସମସ୍ତେ ଜାଣିନାହାନ୍ତି ନା ନଅଙ୍କ ଦୁର୍ଭିକ୍ଷ କଣ କେମିତି ପଡ଼ିଥିଲା, କଣ ହେଇଥିଲା, ସେଇଟା କିଛି ଲୋକ ଜାଣିନାହାନ୍ତି। ତେଣୁକରି ସେଇଟା ଯାତ୍ରା ମାଧ୍ୟମରେ ସେ ଗୁଡାକ ଆମେ ଦେଖୁ। ଜଗୁନି, ଶେଷରେ ତମେ ତାହେଲେ ଏଇଟା କେମିତି ବଦଳିବ କହ? ତା ମାନେ ମତେ କଣ ବୁଝି ନବାକୁ ହବ ଯେ ସବୁଠାରୁ ଦାମିକା ମନଟାକୁ ମୁଁ ଯାହାକୁ ଦେଇଥିଲି ସେ ଜଣେ ଦୁର୍ବଳ ମଣିଷ ଥିଲା। ତମେ ମତେ ଭୁଲି ଯାଅ ଜଗୁନି। ଦେଖ, ମତେ ଦେଖ, ତମ ପେଟରେ ଭୋକ, ମୋ ପେଟରେ ବି ଭୋକ। ଭୋକର ମାଡ଼ ଆମ ସମସ୍ତଙ୍କ ପାଇଁ ସମାନ। ଝିଅଟେ ହେଇ ମୁଁ ସହିଗଲି, ତମେ ସହିପାରିଲନି କାହିଁକି? ଆରେ ତମେ ଯୋଉ ମାଟିରୁ ଜନ୍ମ, ମୁଁ ପରା ସେଇ ମାଟିରୁ ଜନ୍ମ। ଆମେ ମରିଯିବା ବୋଲି ଆମ ମାକୁ ଆମେ ମାରିଦବା? ସେ ବ୍ରିଟିଶ ମାନଙ୍କ ହାତରେ ଆମ ମାକୁ ଆମେ ଟେକିଦବା? ତମେ ଜାଣିଛ ଜଗୁନି, ଗୋଟେ ମା ପିଲାଟିଏ ଧାରଣ କରେ, ଧର୍ମ ଗୋଟେ ଜାତିକୁ ଧାରଣ କରେ। ହେଲେ ତମେ ତମେ କେମିତି ତମ ଧର୍ମକୁ ବଦଳେଇ ଦେଲ? ଆରେ ମୁଁ ତ କହିବି ଧିକ୍ ତମକୁ, ଧିକ୍ ତମ ମଣିଷ ପଣିଆକୁ, ସତ ଧିକ୍ ତମ ପୁରୁଷ ପଣିଆକୁ, ସତ ଧିକ୍। ନମସ୍କାର, ଜୟ ଜଗନ୍ନାଥ। ମୁଁ ବିମଲ ନାଟକର ଗୋଟେ ସଂଳାପ କହୁଛି। ଏଇ ନଅଙ୍କ ଦୁର୍ଭିକ୍ଷର ଯେଉଁ ନାଟକଟି ବର୍ତ୍ତମାନ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି। କୁଆଡ଼େ କୁଆଡ଼େ ଯାଉଚୁଲ ମୋ କୁକୁଡ଼କୁ, ମୋ ସୁନା ଅଣ୍ଡା ଦିଆ ଦେଶୀ କୁକୁଡ଼ା। କେତେ ଦିନର ଆଶା ଆଉ ଆଜିର ସୁଯୋଗକୁ ଅପେକ୍ଷା କରି ତୋ ବାପା ପାଖରେ ମୁଁ କେତେ ଅପମାନ ପାଇଛି, କେତେ ନିର୍ଯାତନା ସହିଛି। ଆଉ ଏତେ ଦିନ ପରେ ସୁଯୋଗଟା ଆଜି ତୁ ଆସିଛ ମାନେ ମୁଁ ତାକୁ ଏତେ ସହଜରେ ହାତ ଛଡ଼ା କରିପାରିବିନି। ନିରାବଳିଆ ଆରସି, କାହିଁକି ନା ମୋ ଭୈର ହସିଲେ ଦାନବ, ରାଗିଲେ ତାଣ୍ଡବ। କ୍ଷଣିକରେ ସବୁ ଅସମ୍ଭବକୁ ମୁଁ କରିଦିଏ ସମ୍ଭବ। ନାଇଁ ସେମିତି ତ ମୁଁ କିଛି କହିପାରିବିନି। କଳା ସମସ୍ତଙ୍କ ଦେହରେ ଅଛି କିଛି। ପ୍ରତ୍ୟେକ କଳାକାର କର୍ତ୍ତବ୍ୟ ହେଉଛି ଆମେ କଳା ପ୍ରଦର୍ଶନ କରିବା, ଅଙ୍ଗ ପ୍ରଦର୍ଶନ ନୁହଁ। ତ
ତେଣୁ ସବୁ ହବ, ନୃତ୍ୟ ହବ, ଅଶ୍ଳୀଳତା ନ ହବ। ଆମେ ଚାହୁଁଛୁ ଏଇଆ ପ୍ରତ୍ୟେକ କଳାକାରଙ୍କୁ, ଯୋଉମାନଙ୍କ ପାଇଁ ବି କିଛି ବିବାଦ ଉଠୁଛି ସେମାନଙ୍କୁ ଅନୁରୋଧ, ସେମାନେ ଆସନ୍ତୁ, ନୃତ୍ୟ କରନ୍ତୁ, କିନ୍ତୁ ଅଶ୍ଳୀଳତା କରନ୍ତୁ ନାହିଁ। କାହିଁକିନା ପ୍ରତ୍ୟେକ ପରିବାରର ମା ଭଉଣୀ ଭାଇ ବାପା ସମସ୍ତେ ଆସି ଦେଖୁଛନ୍ତି ବସିକି ଏକାଠି ନାଟକ, ସମାଜକୁ କିଛି ପ୍ରଭାବ ଖରାପ ନ ପଡୁ, ଆମେ ଏ ଚାହୁଁଛୁ।